କାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି 23 ତାରିଖ ସକାଳ 8:30 ପଶ୍ଚିମ କେନ୍ଦ୍ରୀୟ ଏବଂ ଏହା ସହିତ ଲାଗିଥିବା ଦକ୍ଷିଣ ବଙ୍ଗୋପସାଗରରେ ୱେଲମାର୍କ ଲୋ ପ୍ରେସର ଏରିଆରେ ପରିଣତ ହୋଇଛି। ଏହି ସିଷ୍ଟମଟି ଉତ୍ତର ପୂର୍ବ ଦିଗକୁ ଗତି କରିବା ସହିତ 24 ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପୁଣି ଉତ୍ତର ପୂର୍ବ ଦିଗକୁ ଗତି କରିବା ସହିତ ଏହାର ତୀବ୍ରତା ବଢ଼ିବ ଏବଂ 25 ତାରିଖ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମ ମାନେ ବାତ୍ୟା ଅର ସାଇକ୍ଲୋନରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ସହିତ ସାଇକ୍ଲୋନ ପ୍ରାୟ ଉତ୍ତର ଦିଗକୁ ଗତି କରିବା ସହିତ 26 ତାରିଖ ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଏବଂ ଏହା ସହିତ ଲାଗିଥିବା ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ମତ୍ସ୍ୟଜୀବୀମାନଙ୍କ ପାଇଁ ଚେତାବନୀ ଜାରି କରାଯାଇଛି। ଆଉ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି କେନ୍ଦ୍ରୀୟ ବଙ୍ଗୋପସାଗରକୁ 27 ତାରିଖ ପର୍ଯ୍ୟନ୍ତ ନ ପ୍ରବେଶ କରିବା ପାଇଁ, ଆଉ ଉତ୍ତର ବଙ୍ଗୋପସାଗରକୁ 24ରୁ 27 ତାରିଖ ପର୍ଯ୍ୟନ୍ତ ନ ପ୍ରବେଶ କରିବା ପାଇଁ, ଆଉ ଦକ୍ଷିଣ ବଙ୍ଗୋପସାଗରକୁ 24 ତାରିଖ ପର୍ଯ୍ୟନ୍ତ ନ ପ୍ରବେଶ କରିବା ପାଇଁ ପରାମର୍ଶ ଦିଆଯାଇଛି। ଆଉ ସମୁଦ୍ରରେ ଥିବା ସବୁ ମତ୍ସ୍ୟଜୀବୀ 23 ତାରିଖ ପୂର୍ବରୁ ଉପକୂଳକୁ ଫେରି ଆସିବାର ବି ତାଙ୍କୁ ପରାମର୍ଶ ଦିଆଯାଇଥିଲା। ଏହା ପ୍ରଭାବରେ ଏବେ ଆମ ଓଡ଼ିଶା ରାଜ୍ୟରେ ବର୍ଷା ପବନ ବେଶୀ କିଛି ହେବାର ନାହିଁ, କିନ୍ତୁ 23 ତାରିଖ 24 ତାରିଖ 25 ତାରିଖରେ ଆମର ଯେମିତି କାଳବୈଶାଖୀ ଚାଲିଛି ସେମିତି ରହିବ। କିଛି କିଛି ଜାଗାରେ ଆଇସୋଲେଟେଡ୍ ଗୋଟେ ଦିଟା ଜାଗାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି। 24 ତାରିଖରେ କିଛି କିଛି ଜାଗାରେ ହେବାର ସମ୍ଭାବନା, 25 ତାରିଖରେ ବି କିଛି କିଛି ଜାଗାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ 26 ତାରିଖରେ ଆମର ଯେଉଁ ଉତ୍ତର ଓଡ଼ିଶାରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହେବା ସହିତ କାଁ ଭାଁ ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଇପାରେ। ସେ ଡିଷ୍ଟ୍ରିକ୍ଟ ରହିଲା ଆମର ଅତି ପ୍ରବଳ ବର୍ଷା, ପ୍ରବଳରୁ ଅତି ପ୍ରବଳ ବର୍ଷା ହେଇପାରେ ବାଲେଶ୍ୱର ଡିଷ୍ଟ୍ରିକ୍ଟରେ, ଭଦ୍ରକ, କେନ୍ଦ୍ରାପଡ଼ାରେ ଗୋଟେ ଦିଟା ଜାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 27 ତାରିଖରେ ଆମର ବର୍ଷା କିଛି କିଛି ସ୍ଥାନରେ ବର୍ଷା ରହିବାର ସହିତ ଗୋଟେ ଦିଟା ଜାଗାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି, ଯେମିତିକି ବାଲେଶ୍ୱର ଆଉ ମୟୂରଭଞ୍ଜରେ। ଏପର୍ଯ୍ୟନ୍ତ କେଉଁ ଉପକୂଳରେ କ୍ରସ୍ କରିବ କିଛି ଅନୁମାନ କରାଯାଇ ନାହିଁ। ଏବେ କେବଳ କୁହାଯାଇଛି କି ଏଇଟା ପାଖାପାଖି ଉପକୂଳବର୍ତ୍ତୀ ଅଞ୍ଚଳ ବାଂଲାଦେଶ ଆଉ ତା ସହିତ ଲାଗିଥିବା ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି 26 ତାରିଖ ସନ୍ଧ୍ୟା ସୁଦ୍ଧା। ସିଧାସଳଖ ପ୍ରଭାବ ଆମର ରାଜ୍ୟରେ 25 ତାରିଖ ସହିତ କିଛି ନାହିଁ, କିନ୍ତୁ 26 ତାରିଖରେ ୟାର ଯେଉଁ ଇମ୍ପାକ୍ଟରେ ଟିକେ ବର୍ଷା ହେଇପାରେ। ସେଇଟା ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ବର୍ଷା ହେଇପାରେ, ଗୋଟେ ଦିଟା ଜାଗାରେ ପ୍ରବଳ ବର୍ଷା ହେଇପାରେ, ଆଉ ବାଲେଶ୍ୱରରେ ଗୋଟେ ଦିଟା ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଇପାରେ। ଉପକୂଳରୁ କିଛି ତ ଦୂରରେ ରହିବ, ପୁରା ଏକଦମ କ୍ଲୋଜ୍ ନାହିଁ। ଏପର୍ଯ୍ୟନ୍ତ ଯେତିକି ଆମର ଦିଆଯାଇଛି ଫୋରକାଷ୍ଟ ସେତେ ଏତେ କ୍ଲୋଜ୍ ନାହିଁ। ସେ ଆମର ଯେଉଁ ଉପକୂଳର ଯେଉଁ ନିୟର ମାନେ ପାଖାପାଖି ରହିବ, ନିକଟରେ ରହିବ, ସେଟା ହେଉଛି ପଶ୍ଚିମବଙ୍ଗ ଆଉ ବାଂଲାଦେଶର ଉପକୂଳ ପାଖାପାଖି। ଏବେ ଯେତିକି ଫୋରକାଷ୍ଟ ଦିଆଯାଇଛି, ଏବେ ପର୍ଯ୍ୟନ୍ତ ଫୋରକାଷ୍ଟ ଆମକୁ ଯେଉଁ କରିଛୁ, ଓଡ଼ିଶାରେ ପ୍ରଭାବ ବେଶୀ କିଛି ନାହିଁ। ଗୋଟେ ଦିଟା ଜାଗାରେ ବର୍ଷା ହେଇପାରେ ଘଡ଼ଘଡ଼ି ବିଜୁଳି ସହିତ। ଆଉ ଘଡ଼ଘଡ଼ି ବିଜୁଳି ସହିତ ଯେତେବେଳେ ବର୍ଷା ହୁଏ, ଆମେ ଜେନେରାଲି ସବୁବେଳେ ଦଉଛୁ ଝଡ଼ ତୋଫାନ ହେଇପାରେ 30ରୁ 40 କିଲୋମିଟର ପର ଆୱାର, ବେଳେବେଳେ 50 କିଲୋମିଟର ପର ଆୱାର। ସେଟା କିଛି ସମୟ ପାଇଁ ଥାଏ।